ମୋ ପ୍ରିୟ ଭାଇମାନେ, ଆପଣମାନେ ଜାଣିବା ଉଚିତ ପୁରାତନ ସୀମାକୁ ଘୁଞ୍ଚେଇବନି। ପୁରାତନ ସୀମା ଯଦି ଘୁଞ୍ଚେଇବେ ସେଥିରେ ଗଣ୍ଡଗୋଳ ହେବ, ତାପରେ ପିଟା ମରା ହେବ, ହଣାକଟା ମଧ୍ୟ ହେଇଯାଉଛି। ସେଥିପାଇଁ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ ଆପଣମାନେ ପୁରାତନ ସୀମାକୁ ଘୁଞ୍ଚେଇବେ ନା। ସମସ୍ତଙ୍କୁ ସଲମନ ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ଦେଖୁଛନ୍ତି ସଲମନ ଓଡ଼ିଶା ୟୁଟ୍ୟୁବ ଚ୍ୟାନେଲ। ଆପଣମାନେ ଦେଖନ୍ତୁ, ମୁଁ କହିବାକୁ ଚାହେଁ ଯାହା ବାକ୍ୟରେ ଲେଖାଯାଏ ପୁରାତନ ସୀମା ଘୁଞ୍ଚାଇବ ନା। ଏଇଟା ହେଉଛି ଆମମାନଙ୍କର ପୁରାତନ ସୀମା। ଏଇ ସୀମାରୁ ଆପଣମାନେ ସେପଟେ କ୍ରସ୍ କରିବେ। ଚାଷବାସ ଯୁଗ ନା, କାହିଁକି ଗଣ୍ଡଗୋଳ ନ, ସେଥିପାଇଁ ମୁଁ ଆପଣମାନଙ୍କୁ ସାବଧାନ କରିବାକୁ ଚାହେଁ। ଯେଉଁ ଭାଇମାନେ ମୋର ଚ୍ୟାନେଲକୁ ଦେଖୁଛନ୍ତି ସେମାନେ ଚାଷବାସ ସମୟରେ ମଧ୍ୟ ସାବଧାନର ସହିତ ଟିକେ କାର୍ଯ୍ୟ କରନ୍ତୁ। ଆଉ ଘାସ ଛାଞ୍ଚିବେ ଛାଞ୍ଚୁ ସେପଟେ ଏତିକି କରନ୍ତୁ। ସାଇଜରେ ବିଲରେ ଯାହା ଥିବ ଆପଣ ତାହା ହିଁ ଘାସକୁ ଛାଞ୍ଚି ନିଅନ୍ତୁ। ବନ୍ଧୁମାନେ ଆମ ଚ୍ୟାନେଲକୁ ଯଦି ନୂଆ କରି ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ ଦେଇ ଭଲ ପାଇବା ଦିଅନ୍ତୁ ଏବଂ ଭିଡ଼ିଓ ଭଲ ଲାଗିଲେ ସେୟାର ମଧ୍ୟ କରନ୍ତୁ। ଏହି ପ୍ରକାର ସୀମା ଯାହା ଅଛି ତାର ସୀମା ଅତିକ୍ରମ କ୍ରସ୍ କରିକି ଆପଣମାନେ କାଟିବେ, ଯଦ୍ୱାରା ବିଶୃଙ୍ଖଳା ନ। ଆପଣମାନେ ଦେଖୁଛନ୍ତି କେବଳ ବିଲରେ ଯାହା ଘାସ ଲାଗିକି ରଖି ହୁଡ଼ା ପାଖରେ, ସେଇ ଘାସ କେବଳ କୁଡ଼ିରେ କଟା ଯାଉଅଛି। ସେଇ ପ୍ରକାର ଆପଣମାନେ ମଧ୍ୟ କରନ୍ତୁ। ଦେଖୁଛନ୍ତି ଏବେ ଏଇଟା ଆମର ଚାଷବାସ ଟାଇମ୍ ଏବେ ଆସିଯାଇଛି। ଅନେକ ଲୋକମାନେ ଏ ପୁରାତନ ସୀମାକୁ ସେମାନେ ଘୁଞ୍ଚେଇକିରି ଏତେ ବଡ଼ କାଟି 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 ସେ କ'ଣ କରିଥାନ୍ତି ନା ବିଲକୁ ଅସାର କରିଥାନ୍ତି। ଏତିକି କାଟି ଏମିତି କାଟି କାଟିଥାନ୍ତି, କିନ୍ତୁ ଏମିତି କାଟନ୍ତୁ ନାହିଁ। ଏଇଟା ମୁଁ ଏମିତି କାଟି କାଟି ସିଧା ଗଲେ ହେବ ଯେ ଜିନିଷ ଗୋଟେ, ଏଇଟା ହେଉଛି ପୁରାତନ ସୀମା। ସେଇଟା ସେପଟ ବିଲବାଲାଙ୍କର, ଏଇଟା ଏପଟେ। ଯଦି ମୁଁ ଏପଟେ ମଝିରେ ଯଦି କାଟିଦେବି, ସେ ବିଲବାଲା ଯଦି ଆସିଲା ପରେ ଆମେ ଗଣ୍ଡଗୋଳ ହେଇଯିବ। ସେଥିପାଇଁ ମୋ ପ୍ରିୟ ଭାଇମାନେ, ଆପଣମାନେ ଜାଣିବା ଉଚିତ ପୁରାତନ ସୀମାକୁ ଘୁଞ୍ଚେଇବନି। ପୁରାତନ ସୀମା ଯଦି ଘୁଞ୍ଚେଇବେ ସେଥିରେ ଗଣ୍ଡଗୋଳ ହେବ, ତାପରେ ପିଟା ମରା ହେବ, ହଣାକଟା ମଧ୍ୟ ହେଇଯାଉଛି। ସେଥିପାଇଁ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ ଆପଣମାନେ ପୁରାତନ ସୀମାକୁ ଘୁଞ୍ଚେଇବେ ନା। ତେଣୁ ଏବେ ଚାଷବାସ ସିଜନ ଆସିଛି ତ ଆପଣମାନେ ଚାଷବାସ କରୁଛନ୍ତି, ହଁ ପ୍ରିୟ ବନ୍ଧୁ, କିନ୍ତୁ ସାବଧାନରେ ଆପଣମାନେ କରନ୍ତୁ। ଏହିପରି ଆପଣମାନେ ସେ ବିଲରେ ଯାହା ଘାସ ଲାଗିଥିବ ଏମିତି ତାହା ହିଁ ଛାଞ୍ଚିବେ, ଆଉ ବେଶୀ ଛାଞ୍ଚିବେନି। ଯଦି ଅଧିକା ଛାଞ୍ଚିବେ ତାହା ହେଲେ ଆପଣମାନେ ଗଣ୍ଡଗୋଳ ମଧ୍ୟ ହେଇପାରେ। ତେଣୁ ଭାଇ ଭାଇ ମଧ୍ୟରେ ମଧ୍ୟ ଗଣ୍ଡଗୋଳ ଚାଲେ। ସେଥିପାଇଁ ଆପଣମାନେ ଜାଣି ରଖନ୍ତୁ ଯେ ପୁରାତନ ସୀମାକୁ ଆପଣମାନେ ସେପଟେ ଘୁଞ୍ଚେଇବେ, ଯଦ୍ୱାରା ବିଶୃଙ୍ଖଳା ମଧ୍ୟ ହେଇପାରେ। ଠିକ୍ ଅଛି, ନେକ୍ସଟ ଭିଡ଼ିଓରେ ଦେଖା ହେବା। ସମସ୍ତଙ୍କୁ ନମସ୍କାର।